ଚେପକରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚ୍ ନମ୍ବର 63ରେ ସିଏସ୍କେ ବନାମ ଏସ୍ଆର୍ଏଚ୍ ପରସ୍ପର ସହ ମୁହାଁମୁହିଁ ହୋଇଥିଲେ, ଯେଉଁଥିରେ ଇଶାନ କିଶନଙ୍କ ପ୍ରଭାବଶାଳୀ ବ୍ୟାଟିଂ ଏବଂ ପ୍ୟାଟ୍ କମିନ୍ସଙ୍କ ଘାତକ ବୋଲିଂରେ ଏସ୍ଆର୍ଏଚ୍ ବିଜୟ ଲାଭ କରିଥିଲା 5 ୱିକେଟ୍ରେ। ଏହି ବିଜୟ ସହ ଏସ୍ଆର୍ଏଚ୍ 16 ପଏଣ୍ଟ ହାସଲ କରିଛି, ଯାହା ପ୍ଲେ-ଅଫ୍ରେ ସ୍ଥାନ ବନାଇବା ପାଇଁ ଯଥେଷ୍ଟ। ତେବେ ଭିଡିଓରେ ଆଗକୁ ବଢ଼ିବା ଆଗରୁ ଭିଡିଓଟିକୁ ଗୋଟେ ଲାଇକ୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ସିଏସ୍କେ ଅଧିନାୟକ ଋତୁରାଜ ଗାଇକ୍ୱାଡ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲେ, ଯେଉଁଥିରେ ସିଏସ୍କେ ସଞ୍ଜୁ ସ୍ୟାମସନ୍ ଏବଂ ଋତୁରାଜ ଗାଇକ୍ୱାଡ୍ଙ୍କ ସହ ଓପନିଂ କରିଥିଲା। ସଞ୍ଜୁ 27 ରନ୍ ଏବଂ ଋତୁରାଜ 15 ରନ୍ କରି ଆଉଟ୍ ହୋଇଥିଲେ ପ୍ୟାଟ୍ କମିନ୍ସଙ୍କ ହାତରୁ। ପରେ କାର୍ତିକ ଶର୍ମା ମଧ୍ୟ ପ୍ୟାଟ୍ କମିନ୍ସଙ୍କ ହାତରୁ ଆଉଟ୍ ହୋଇଥିଲେ। କାର୍ତିକ 32 ରନ୍ର ପାରି ଖେଳିଥିଲେ। ପେସର ପ୍ୟାଟ୍ କମିନ୍ସ 3ଟି ୱିକେଟ୍ ସହିତ ଇନିଂସର ପ୍ରାରମ୍ଭିକ ସ୍ତରରେ ଯଥେଷ୍ଟ କ୍ଷତି କରିଥିଲେ, ଯାହାଦ୍ୱାରା ସିଏସ୍କେ ଦଳ ଉପରେ ଚାପ ପଡ଼ିଥିଲା। ତେବେ ଉପର ଅର୍ଡର ପତନ ପରେ ଶିବମ ଦୁବେ ଏବଂ ଡେୱାଲ୍ ବ୍ରେଭିସ୍ ମଧ୍ୟ ଓଭରଗୁଡ଼ିକରେ ଦଳକୁ ସ୍ଥିର କରିବା ପାଇଁ କାର୍ଯ୍ୟ କରିଥିଲେ। ଦୁହିଁଙ୍କ 59 ରନ୍ର ଭାଗିଦାରୀ ହୋଇଥିଲା, ଯେଉଁଥିରେ ବ୍ରେଭିସ୍ 44 ରନ୍ କରି ବୋଲ୍ଡ ହୋଇଥିଲେ ଇଶାନ ମାଲିଙ୍ଗାଙ୍କ ହାତରୁ। ବ୍ରେଭିସ୍ଙ୍କ ଯିବା ପରେ ଶିବମ ଦୁବେ ମଧ୍ୟ ନିଜ ୱିକେଟ୍ ହରାଇଥିଲେ। ଦୁବେ 26 ରନ୍ କରି ସାକିବ ହୁସେନଙ୍କ ହାତରୁ ବୋଲ୍ଡ ହୋଇଥିଲେ। ଶେଷରେ ପ୍ରଶାନ୍ତ ବୀର ଏବଂ ଅକିଲ ହୁସେନଙ୍କ ମାଧ୍ୟମରେ ଦଳ 181 ରନ୍ ଟାର୍ଗେଟ୍ ଛିଡ଼ା କରିଥିଲା ଏସ୍ଆର୍ଏଚ୍ ଦଳ ଆଗରେ, ଯାହାକୁ ପିଛା କରି ଏସ୍ଆର୍ଏଚ୍ 5 ୱିକେଟ୍ରେ ବିଜୟ ହାସଲ କରିଛି। ତେବେ ଏସ୍ଆର୍ଏଚ୍ ପାୱାରପ୍ଲେରେ ଗୋଟିଏ ୱିକେଟ୍ ହରାଇ 45 ରନ୍ କରିଥିଲା, ଯେଉଁଥିରେ ଟ୍ରାଭିସ୍ ହେଡ୍ଙ୍କ ବଡ଼ ୱିକେଟ୍ ପଡ଼ିଥିଲା। ହେଡ୍ 6 ରନ୍ କରି ମୁକେଶ ଚୌଧୁରୀଙ୍କ ହାତରୁ ଆଉଟ୍ ହୋଇଥିଲେ। ପରେ ଓପନର ଅଭିଷେକ ଶର୍ମା ମଧ୍ୟ ଆଉଟ୍ ହୋଇ ଯାଇଥିଲେ। ଅଭିଷେକ 26 ରନ୍ର ପାରି ଖେଳିଥିଲେ। ଅକିଲ ହୁସେନ ତାଙ୍କ ପ୍ରଥମ ଓଭର ବୋଲିଂ କରିବାକୁ ଆସି ଅଭିଷେକ ଶର୍ମାଙ୍କ ୱିକେଟ୍ ନେଇଥିଲେ। ଓପରପଟୁ ୱିକେଟ୍ ପଡ଼ିବା ପରେ ଇଶାନ କିଶନ ଏବଂ ହେନରିଚ୍ କ୍ଲାସେନ୍ ମଧ୍ୟଭାଗକୁ ସମ୍ଭାଳିଥିଲେ। ଦୁହିଁଙ୍କ 75 ରନ୍ର ବଡ଼ ପାର୍ଟନରସିପ୍ ହୋଇଥିଲା, ଯେଉଁଥିରେ କ୍ଲାସେନ୍ଙ୍କ ୱିକେଟ୍ ପଡ଼ିଥିଲା। କ୍ଲାସେନ୍ 47 ରନ୍ରେ ଷ୍ଟମ୍ପ ଆଉଟ୍ ହୋଇ ଯାଇଥିଲେ ସଞ୍ଜୁ ସ୍ୟାମସନ୍ଙ୍କ ହାତରୁ। ପରେ ନୀତିଶ ରେଡ୍ଡି କ୍ରିଜ୍କୁ ବ୍ୟାଟିଂ ପାଇଁ ଆସିଥିଲେ, ମାତ୍ର 11 ରନ୍ରେ ଆଉଟ୍ ହୋଇଥିଲେ। ଶେଷରେ ଇଶାନ କିଶନଙ୍କୁ ସଲିଲ ଆରୋରା ଯୋଗ ଦେଇଥିଲେ। ଇଶାନ କିଶନ 70 ରନ୍ର ବଡ଼ ପାରି ଖେଳିଥିଲେ, ଯେଉଁଥିରେ ସେ 7ଟି ଚୌକା 3ଟି ଛକା ବାଡ଼େଇଥିଲେ। ଅନ୍ୟପଟେ ସଲିଲ ଆରୋରା 10 ରନ୍ କରିଥିଲେ ଏବଂ ମ୍ୟାଚ୍ଟିକୁ ଜିତାଇ ଦେଇଥିଲେ 5 ୱିକେଟ୍ରେ। ତେବେ ପ୍ରଚଣ୍ଡ ଚାପରେ ବ୍ୟାଟିଂ କରୁଥିବା ଇଶାନ କିଶନଙ୍କ 70 ରନ୍ର ଇନିଂସ ସଫଳ ରନ୍ ଚେଜ୍ ବିଜୟକୁ ସମର୍ଥନ କରିଥିଲା, ଯାହାଫଳରେ ସେ ପ୍ଲେୟାର ଅଫ୍ ଦ ମ୍ୟାଚ୍ ପୁରସ୍କାର ପାଇଥିଲେ।